ଆପଣମାନଙ୍କୁ ସମସ୍ତଙ୍କୁ ମୋର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆପଣମାନଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ସ୍କିପ୍ ନ କରି ଥରେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଫଳରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ଅନ୍ତ ହେବାକୁ ଯାଉଛି ଏବଂ ପୁଣି ଥରେ ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଛି। ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ପ୍ରଭାବରେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି। ପୁନର୍ବାର ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହା ପୂର୍ବରୁ ଯଦି ଆପଣଙ୍କର ମେଷ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖିବେ। ବନ୍ଧୁମାନେ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିଲା, ଧନଜନିତ ସମସ୍ୟା ଲାଗି ରହୁଥିଲା। ଆପଣ ଋଣ ନେଇଥିଲେ କିନ୍ତୁ ଋଣ ଶୁଝି ପାରୁନଥିଲେ। ଋଣର ଭାର ଆପଣଙ୍କ ଉପରେ ବଢ଼ି ଯାଇଥିଲା। ଗୃହ ପରିବାରରେ ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଥିଲା। ଆପଣଙ୍କର ଅନ୍ନେସେସରୀ ଖର୍ଚ୍ଚ ହେଉଥିଲା। ସମାଜରେ ଆପଣଙ୍କର ମାନ ସମ୍ମାନ କମି ଯାଇଥିଲା। ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସନ୍ତତିକୁ ନେଇ ଚିନ୍ତିତ ରହୁଥିଲେ ଏବଂ ବ୍ୟାପାରରେ ମଧ୍ୟ ଆପଣଙ୍କର ଲସ୍ ହେଉଥିଲା। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଉଥିଲା। ତେବେ ଏଭଳି ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା ତାହା ଏବେ ଦୂର ହେବାକୁ ଯାଉଛି। ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। ବନ୍ଧୁମାନେ, ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେଉଛି। ଶୁକ୍ର ହେଉଛନ୍ତି ଧନର କାରକ ଗ୍ରହ। ଶୁକ୍ରଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଧ୍ୟ ମାନାଯାଇଥାଏ। ପୂର୍ବରୁ ଶୁକ୍ର ଆପଣଙ୍କର ଚତୁର୍ଥ ଭାବରେ ଥିଲେ, ମାତ୍ର ବର୍ତ୍ତମାନ ଶୁକ୍ର ଆପଣଙ୍କର ପଞ୍ଚମ ଭାବରେ ଅଛନ୍ତି, ଭଲ ସ୍ଥିତିରେ ଅଛନ୍ତି ଏବଂ ଶୁକ୍ରଙ୍କ ସହିତ ବୁଧ ମଧ୍ୟ ଆପଣଙ୍କର ପଞ୍ଚମ ଭାବରେ ଅଛନ୍ତି। ବୁଧ ହେଉଛନ୍ତି ନାରାୟଣଙ୍କର ସ୍ୱରୂପ। ବୁଧ ଏବଂ ଶୁକ୍ର ଆପଣଙ୍କର ପଞ୍ଚମ ଭାବରେ ଲକ୍ଷ୍ମୀ ନାରାୟଣ ରାଜଯୋଗର ସୃଷ୍ଟି କରୁଛନ୍ତି। ବୁଧ ଏବଂ ଶୁକ୍ର ଆପଣଙ୍କର ପଞ୍ଚମ ଭାବରେ ରହି ଆପଣଙ୍କର ଲାଭ ଭାବ ଅର୍ଥାତ୍ ଆପଣଙ୍କର ଏକାଦଶ ଭାବକୁ ଦେଖୁଛନ୍ତି। ଏହି ସମୟରେ ଆପଣଙ୍କୁ ଚତୁର୍ଦିଗରୁ ଲାଭ ପ୍ରାପ୍ତି ହେବ। ଏକାଦଶ ଭାବଟି ହୋଇଥାଏ ଆମର ଲାଭର ଭାବ, ଇଚ୍ଛା ପୂର୍ତ୍ତିର ଭାବ। ଏହି ସମୟରେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ। ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ରାକ୍ଷୀ ପୂର୍ଣ୍ଣିମା ପରର ସମୟ ବହୁତ ଭଲ ରହିଛି। ଆପଣ ଏହି ସମୟରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବାହାରକୁ ଯାଇପାରନ୍ତି କିମ୍ବା କୌଣସି ସ୍ଥାନରେ ଆପଣ ଆଡମିସନ ନେଇପାରନ୍ତି। ଆପଣଙ୍କର ଯଦି କିଛି ଏକ୍ଜାମ ଅଛି କିମ୍ବା ଆପଣ କୌଣସି ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣ ପାଠପଢ଼ାକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ତେବେ ରାକ୍ଷୀ ପୂର୍ଣ୍ଣିମା ପରର ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିଛି। ଆପଣଙ୍କର ମନ ପାଠପଢ଼ାରେ ଲାଗିବ। ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ। ଆପଣଙ୍କର ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ବହୁତ ଶୁଭ ରହିଛି। ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ଏହି ରାକ୍ଷୀ ପୂର୍ଣ୍ଣିମା ପରେ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଭାବକୁ ଚଳନ କରିବେ। ସୂର୍ଯ୍ୟ ହେଉଛନ୍ତି ଆପଣଙ୍କର ପଞ୍ଚମ ଭାବର ଅଧିପତି, ତ ଏହା ଆପଣଙ୍କର ପ୍ରେମ ଜୀବନ ପାଇଁ ବହୁତ ଭଲ ସମୟ ରହିଛି। ଆପଣଙ୍କର ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଆପଣ ଦୁଇ ଜଣ ମିଶି କୌଣସି ବଡ଼ ଡିସିସନ ମଧ୍ୟ ନେଇପାରନ୍ତି, କୌଣସି ପ୍ଲାନିଂ ମଧ୍ୟ କରିପାରନ୍ତି। ଆପଣ ଦୁଇ ଜଣଙ୍କ ମଧ୍ୟରେ ତାଳମେଳ ଭଲ ରହିବ ଏବଂ ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା ସେମାନଙ୍କ ମଧ୍ୟରେ ପୁଣି ସବୁକିଛି ଠିକଠାକ୍ ହୋଇଯିବ। ତ ଆପଣଙ୍କର ପ୍ରେମ ଜୀବନ ପାଇଁ ଏହି ରାକ୍ଷୀ ପୂର୍ଣ୍ଣିମା ପରର ସମୟ ବହୁତ ଭଲ ରହିଛି। ଶୁକ୍ର ହେଉଛନ୍ତି ଆପଣଙ୍କର ବ୍ୟାପାର ବାଣିଜ୍ୟର ଅଧିପତି ଏବଂ ଆପଣଙ୍କର ବୈବାହିକ ଜୀବନର ଅଧିପତି। ଏହି ସମୟରେ ଆପଣଙ୍କର ବ୍ୟାପାର ବାଣିଜ୍ୟ ବହୁତ ଭଲରେ ଚାଲିବ। ବ୍ୟାପାର ବାଣିଜ୍ୟରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ଆପଣଙ୍କର ଡେଲି ଇନକମରେ ବୃଦ୍ଧି ଆସିବ।
आपणकर फाइनेंशियल ग्रोथ हेबो। आपण कोनोसी नूतन व्यापार मध्य आरंभ करि पारंती। पार्टनरशिप व्यापार रे मध्य आपण लाभवान होई परिबे। एही समय आपणकर रोजगार रे वृद्धि हेबो। आपणकर वैवाहिक जीवन पाई मध्य एही राखी पूर्णिमा परर समय बहुत भल रहिबो। पूर्वरु जदि आपणकर वैवाहिक जीवन रे किछि समस्या चालुथिला तेबे ताहा एही राखी पूर्णिमा परे समाधान होई जिवो। आपण दुई जनक मध्यरे मधुर संपर्क स्थापन हेबो। भ्रमणर जोग मध्य बनुअछि। आपण दुई जन मिसी कोनोसी स्थान को यात्रा करि पारंती। आपण दुई जन मिसी कोनोसी बड़ डिसिजन नै पारंती। फैमिली प्लानिंग मध्य करि पारंती। संतान सुख मध्य आपणको प्राप्ति होई पारे। देवगुरु बृहस्पति आपणकर द्वितीय भावरे विराजमान अछंती। द्वितीय भावटी होइथाय हमर बाणीर भाव, धनर भाव, बैंक बैलेंसर भाव एवं आमर पारिवारिक सुखर भाव होइथाय। तो एही समय आपणको पारिवारिक सुख प्राप्ति हेबो। आपणकर बैंक बैलेंस बढ़िबो, धन बढ़िबो। आपण एही समय मध्यरे पैसा किछि संचय करि पारंती। आपणकर बाणी रे मधुरता आसीबो। आपणको बाणी द्वारा लोकमाने आपणको आडको आकर्षित होई पारंती। एही समय आपणको आकस्मिक धन लाभ होई पारे। बैंकिंग लाइन, ऑनलाइन रे कार्य करुथिबा व्यक्ति मानक पई, डिजिटल क्षेत्र रे, मैनेजमेंट क्षेत्र रे, ट्रैवल एंड टूर काम करुथिबा व्यक्ति मानक पई एही समय बहुत शुभ अटे। टेक्निकल, इलेक्ट्रिकल, मेकानिकल, अग्नि संबंधित कार्य, तेल, कंस्ट्रक्शन कार्य एवं लोह जातीय कार्य रे थिबा व्यक्ति मानक पई एही समय बहुत शुभ अटे। कारण शनिदेव आपणकर एकादश भावरे विराजमान अछंती एवं स्वगृह रे अछंती। एही समय आपणकर कोनोसी ना कोनोसी गोटे बड़ इच्छा पूर्ण होई पारे। भाग्य आपणको साथ देबो। भाग्य बल रे आपण प्रत्येक कार्य रे सफलता लाभ करिवे। आपण एही समय कोनोसी बड़ इन्वेस्टमेंट करि पारंती किंबा कोनोसी बड़ जिनिसर क्रय विक्रय करि पारंती। आपणको गृह रे शुभ मांगलिक कार्यर आयोजन मध्य होई पारे। आपण कोनोसी धार्मिक स्थान को भ्रमण करिबाकू जाई पारंती। छोट मोट स्थान को बुलिबाकू जाई पारंती। साहस एवं पराक्रम बल रे आपण प्रत्येक कार्य रे सफलता लाभ करिवे। एही समयटी आपणकर क्यारियर पाई बहुत भल रहिछि। कारण क्यारियर भावर अधिपति शनिदेव आपणकर एकादश भावरे अछंती। कार्य क्षेत्र रे आपणको लाभ ही लाभ प्राप्ति हेबो। प्रमोशन हेबार मध्य जोग बनुअछि। ऊपर ऑफिसरंकर सपोर्ट आपणको प्राप्ति हेबो एवं जेउमानंको पाखरे कोनोसी चाकरी बाकरी नाही सेमानंको नूतन चाकरी मध्य प्राप्ति होई पारे। आपणकर समस्त कार्य सुरुखुरुरे होई जिवो। एही समय आपणको मांकर सुख प्राप्ति हेबो। आपण कोनोसी जमी जमा, जानवाहन किंबा प्रॉपर्टी इत्यादि किनि पारंती किंबा किनिबा पाई मन बळाई पारंती। एही समय आपणकर स्वास्थ्य बहुत भल रहिबो। पूर्वरु जदि किछि स्वास्थ्य समस्या लागि रहुथिला तेबे ताहा एही राखी पूर्णिमा परे दूर होई जिवो। आपण एही समय विदेश को यात्रा करि पारंती। विदेश रे रही काम कार्य करुथिबा व्यक्ति मानक पई एही समय बहुत शुभ अटे। आपणको आकस्मिक लाभ प्राप्ति होई पारे। इनपुट एक्सपोर्ट रो कार्य करुथिबा व्यक्ति मानक पई एही समय बहुत शुभ अटे। कोर्ट कचेरी मामला रे चालिथिबा राय आपणको सपक्ष रे जीवो। आकस्मिक भावरे विदेशरू आपणको कोनोसी लाभ मिली पारे। आपण जदि ऋण नेबा पाई चाहुछंती तो एही समय बहुत सहजरे आपणको ऋण मध्य मिली जिवो। शेयर मार्केट, स्टॉक मार्केट एवं ट्रेडिंग रे कार्य करुथिबा व्यक्ति मानक पई एही समय बहुत शुभ अटे। आपणको अचानक लाभ प्राप्ति होई पारे। तेबे सबु दृष्टिरु देखिबाकू गले एही राखी पूर्णिमा परर समय आपणको पई बहुत शुभ रहिछि। आपण समस्त क्षेत्र रे सफलता प्राप्ति करिवे। ताहा शिक्षा क्षेत्र हेउ, वैवाहिक जीवन रे हेउ, प्रेम जीवन रे हेउ, क्यारियर रे हेउ किंबा व्यापार वाणिज्य क्षेत्र रे हेउ, आपण समस्त क्षेत्र रे सफलता प्राप्त करिवे।
ଅଧିକ ଶୁଭ ଫଳର ପ୍ରାପ୍ତି କରିବା ପାଇଁ ଆପଣ ମଙ୍ଗଳଙ୍କର ବୀଜ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ କ୍ରାମ୍ କ୍ରିମ୍ କ୍ରୌମ୍ ସହ ଭୌମାୟ ନମଃ। ଏହି ମନ୍ତ୍ରଟିକୁ ଆପଣ ପ୍ରତ୍ୟେକ ଦିନ 108 ଥର ନିଶ୍ଚୟ ଜପ କରନ୍ତୁ। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଏହାଛଡ଼ା ପ୍ରତିଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଏହା ବ୍ୟତୀତ ଆପଣ ପ୍ରତ୍ୟେକ ଦିନ କୁକୁର ଏବଂ ପକ୍ଷୀମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ। ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।